ମୋଗଲ ଶାସନ ସମୟର ସ୍ଥାପତ୍ୟ ପାର୍ଟ 2 କୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ମୋଗଲ ଶାସନ ସମୟର ସ୍ଥାପତ୍ୟ ପାର୍ଟ 1ରେ ଆମେ ପଢ଼ିଥିଲେ ବା ଜାଣିଥିଲେ ମୋଗଲମାନଙ୍କର ସ୍ଥାପତ୍ୟର ବୈଶିଷ୍ଟ୍ୟ, ବାବରଙ୍କ ସମୟର ସ୍ଥାପତ୍ୟ, ହୁମାୟୁନଙ୍କ ସମୟର ସ୍ଥାପତ୍ୟ, ଆକବରଙ୍କ ସମୟର ସ୍ଥାପତ୍ୟ ଏବଂ ଜାହାଙ୍ଗୀରଙ୍କ ସମୟର ସ୍ଥାପତ୍ୟ ବିଷୟରେ ଆମେ ଜାଣିଥିଲେ। ଏବଂ ଆଜିର ଏ ଭିଡ଼ିଓରେ ବାକି ଯେଉଁ ମୁଖ୍ୟ ମୋଗଲ ସମ୍ରାଟ ଗୁଡ଼ିକ ରହିଥିଲେ ଏବଂ ତାଙ୍କ ଶାସନ ସମୟରେ ଯେଉଁ ସ୍ଥାପତ୍ୟ ଗୁଡ଼ିକ ନିର୍ମାଣ କରାଯାଇଥିଲା ତାହାରି ବିଷୟରେ ଆଜି ଆମେ ଜାଣିବା। ଶାହାଜାହାନଙ୍କ ସମୟର ସ୍ଥାପତ୍ୟ। ଶାହାଜାହାନ 1628ରୁ 1658 ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ ଭାରତରେ। ସେ ମୃତ୍ୟୁବରଣ କରିଥିଲେ 1666 ମସିହାରେ। ଏବଂ ଶାହାଜାହାନଙ୍କ ସମୟରେ ଯେଉଁ ସ୍ଥାପତ୍ୟ ଗୁଡ଼ିକ ନିର୍ମାଣ କରାଯାଇଥିଲା ସେହି ଶାହାଜାହାନଙ୍କ ଶାସନ ସମୟକୁ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ ବୋଲିକି କୁହାଯାଏ। ଶାହାଜାହାନଙ୍କ ଶାସନ ସମୟରେ ସ୍ଥାପତ୍ୟ ଚରମ ସୀମାରେ ପହଞ୍ଚିଥିଲା। ଶାହାଜାହାନଙ୍କର ସ୍ଥାପତ୍ୟ ଗୁଡ଼ିକ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାପତ୍ୟ ଥିଲା ତାଜମହଲ। ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ ଆଗ୍ରାଠାରେ। ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ ତାଙ୍କର ପତ୍ନୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଶାହାଜାହାନଙ୍କର ପତ୍ନୀ ଥିଲେ ମମତାଜ ମହଲ। ଏବଂ ଏହି ତାଜମହଲ ଯମୁନା ନଦୀ କୂଳରେ ହିଁ ସେ ନିର୍ମାଣ କରିଥିଲେ। ଏହି ତାଜମହଲର ଶିଳ୍ପୀ ଥିଲେ ଉସ୍ତାଦ ଅହମଦ ଲାହୋରୀ। ତାଜମହଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା 1631 ମସିହାରେ ଏବଂ ତାଜମହଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା 1653 ମସିହାରେ। ତାଜମହଲଟିକୁ ସମ୍ପୂର୍ଣ୍ଣ ରୂପେ ନିର୍ମାଣ କରିବା ପାଇଁ 22 ବର୍ଷ ସମୟ ଲାଗିଥିଲା ଏବଂ 50 ଲକ୍ଷ ଟଙ୍କା ସେହି ସମୟରେ ବ୍ୟୟ ହୋଇଥିଲା ତାଜମହଲକୁ ନିର୍ମାଣ କରିବାରେ। ତାଜମହଲକୁ ମାର୍ବଲର ସ୍ୱପ୍ନ ବୋଲିକି କୁହାଯାଇଥାଏ। ପିଲାମାନେ ପରୀକ୍ଷାରେ ତୁମର ପ୍ରଶ୍ନ ଆସିଯାଏ ଯେ ତାଜମହଲ କିଏ ନିର୍ମାଣ କରିଛନ୍ତି ବୋଲିକି। ତାଜମହଲ କିଏ ନିର୍ମାଣ କରିଥିଲେ? ଶାହାଜାହାନ ନିର୍ମାଣ କରିଥିଲେ। ଆହୁରି ବି ପ୍ରଶ୍ନ ଆସେ ପିଲାମାନେ ଯେ ତାଜମହଲ କେଉଁଠାରେ ନିର୍ମାଣ କରାଯାଇଛି ବୋଲିକି। ତାଜମହଲ କେଉଁଠାରେ ନିର୍ମାଣ କରାଯାଇଛି? ଆଗ୍ରାଠାରେ। ତାଜମହଲ କେଉଁ ଶିଳ୍ପୀଙ୍କ ଦ୍ୱାରା ତିଆରି କରାଯାଇଛି? ଉସ୍ତାଦ ଅହମଦ ଲାହୋରୀଙ୍କ ଦ୍ୱାରା ତିଆରି କରାଯାଇଛି। ଏଠି ଯେଉଁ ସୁନ୍ଦର ଫଟୋ ଚିତ୍ରଟିଏ ଦିଆଯାଇଛି ପିଲାମାନେ, ଏହି ସୁନ୍ଦର ଫଟୋ ଚିତ୍ରଟି ହେଉଛି ତାଜମହଲର ଫଟୋ ଚିତ୍ର ଏବଂ ଏହି ତାଜମହଲକୁ ତିଆରି କରିଥିଲେ ଶାହାଜାହାନ ତାଙ୍କର ପତ୍ନୀ ମମତାଜ ମହଲଙ୍କ ସ୍ମୃତି ଉଦ୍ଦେଶ୍ୟରେ। ଏବଂ ଏହି ତାଜମହଲକୁ ତିଆରି କରିବା ପାଇଁ ଶାହାଜାହାନକୁ ଲାଗିଥିଲା 22 ବର୍ଷ ସମୟ ଏବଂ ତାର ଶିଳ୍ପୀ ଥିଲେ ଉସ୍ତାଦ ଅହମଦ ଲାହୋରୀ। ଶାହାଜାହାନଙ୍କ ଆଉ ଗୋଟିଏ ମୁଖ୍ୟ ସ୍ଥାପତ୍ୟ ହେଲା ଲାଲକିଲ୍ଲା ଏବଂ ଶାହାଜାହାନ ଲାଲକିଲ୍ଲାକୁ ଦିଲ୍ଲୀଠାରେ ନିର୍ମାଣ କରିଥିଲେ। ଶାହାଜାହାନ ଲାଲକିଲ୍ଲାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ 1639 ମସିହାରେ ଏବଂ ଲାଲକିଲ୍ଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା 1649 ମସିହାରେ। ଲାଲକିଲ୍ଲା ତିଆରି ହେବା ପାଇଁ 1639ରୁ 1649 ପର୍ଯ୍ୟନ୍ତ 10 ବର୍ଷ ସମୟ ଲାଗିଥିଲା। ସେ କାହିଁକି ଲାଲକିଲ୍ଲା ତିଆରି କରିଥିଲେ ତାର ପଛରେ ମୁଖ୍ୟ କାରଣ ଥିଲା ଶାହାଜାହାନ ଚାହୁଁଥିଲେ ତାଙ୍କର ରାଜଧାନୀ ପରିବର୍ତ୍ତନ କରିବା ପାଇଁ ଆଗ୍ରାଠାରୁ ଦିଲ୍ଲୀକୁ। ତେଣୁକରି ସେ ଦିଲ୍ଲୀଠାରେ ଲାଲକିଲ୍ଲା ନିର୍ମାଣ କରିଥିଲେ। ଏବଂ ଏହି ଲାଲକିଲ୍ଲା ଯେମିତି ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ ଥିଲା ସେମିତି ଦିଲ୍ଲୀରେ ଲାଲକିଲ୍ଲା ଯମୁନା ନଦୀ କୂଳରେ ହିଁ ଅବସ୍ଥିତ ଥିଲା। ଶାହାଜାହାନ ଆହୁରି ଶାହାଜାନାବାଦ ସହର ବା ନଗର ନିର୍ମାଣ କରିଥିଲେ ଏବଂ ସେହି ଶାହାଜାନାବାଦ ସହର ମଧ୍ୟରେ ସେ ନିର୍ମାଣ କରିଥିଲେ ଲାଲକିଲ୍ଲାକୁ। ଲାଲକିଲ୍ଲାରେ ଅନେକ ଗୁଡ଼ିଏ ସୌଧ ଅଛି ଯେମିତିକି ମୋତିମହଲ, ହୀରାମହଲ, ରଙ୍ଗମହଲ, ଦିୱାନେ-ଆମ୍, ଦିୱାନେ-ଖାସ୍ ଏହିପରି ଅନେକ ଗୁଡ଼ିଏ ସୌଧ ସେହି ଲାଲକିଲ୍ଲା ମଧ୍ୟରେ ଅବସ୍ଥିତ ଏବଂ ଲାଲକିଲ୍ଲାକୁ ତିଆରି କରାଯାଇଛି ଶାହାଜାନାବାଦ ସହର ମଧ୍ୟରେ। ଲାଲକିଲ୍ଲାକୁ ନେଇକି ପିଲାମାନେ ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଅନେକ ଗୁଡ଼ିଏ ଆସିଥାଏ ଯେମିତିକି ଲାଲକିଲ୍ଲା କିଏ ତିଆରି କରିଥିଲେ? ଲାଲକିଲ୍ଲା କିଏ ତିଆରି କରିଥିଲେ? ଶାହାଜାହାନ ତିଆରି କରିଥିଲେ। ଲାଲକିଲ୍ଲା କେଉଁଠାରେ ତିଆରି କରାଯାଇଥିଲା? କେଉଁଠାରେ ତିଆରି କରାଯାଇଥିଲା? ଦିଲ୍ଲୀଠାରେ ତିଆରି କରାଯାଇଥିଲା। ଲାଲକିଲ୍ଲା ଶାହାଜାହାନ କାହିଁକି ତିଆରି କରିଥିଲେ? କାହିଁକି ନା ଶାହାଜାହାନ ତାଙ୍କର ରାଜଧାନୀ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଆଗ୍ରାଠାରୁ ଦିଲ୍ଲୀକୁ। ତେଣୁକରି ସେ ଲାଲକିଲ୍ଲା ତିଆରି କରିଥିଲେ। ଆହୁରି ବି ପ୍ରଶ୍ନ ଆସେ ପିଲାମାନେ ଯେ ଶାହାଜାନାବାଦ ନଗର କିଏ ନିର୍ମାଣ କରିଥିଲେ? କିଏ ନିର୍ମାଣ କରିଥିଲେ? ଶାହାଜାହାନ ହିଁ ନିର୍ମାଣ କରିଥିଲେ। ଏଠି ଦେଖିପାରୁଥିବ ପିଲାମାନେ କେତେ ସୁନ୍ଦର ଫଟୋଟିଏ ଦିଆଯାଇଛି ଯାହା ହେଉଛି କି ଲାଲକିଲ୍ଲାର ଫଟୋ ଚିତ୍ର, ଯେଉଁଠିକି ପ୍ରତିବର୍ଷ ଆମ ଦେଶର ପ୍ରଧାନମନ୍ତ୍ରୀ ଛିଡ଼ା ହେଇକି ତାଙ୍କର ଅଭିଭାଷଣ
ରଖିଥାନ୍ତି ଜାନୁଆରୀ 26 ଏବଂ ଅଗଷ୍ଟ 15ରେ। ତାପରେ 2 ନମ୍ବର ଫଟୋଚିତ୍ରକୁ ଦେଖ ପିଲାମାନେ ଏଠି ଏଇଟା ହେଉଛି ମୋତି ମହଲର ଫଟୋଚିତ୍ର। 3 ନମ୍ବର ଫଟୋଚିତ୍ରଟିକୁ ଦେଖ ପିଲାମାନେ ଏହା ହେଉଛି ହୀରା ମହଲର ଫଟୋଚିତ୍ର ଏବଂ ସବୁଠୁ ତଳେ ଯେଉଁ ଫଟୋଚିତ୍ରଟି ଅଛି ସେଇଟା ହେଉଛି ଦିୱାନେ ଖାସର ଫଟୋଚିତ୍ର। ଶାହାଜାହାନ ଲାଲକିଲ୍ଲା ମଧ୍ୟରେ ଯେଉଁ ଦିୱାନେ ଖାସ ସୌଧ ଥିଲା ତାର କାନ୍ଥ ଗୁଡ଼ିକୁ ସେ ହୀରା ନୀଳା ମଣିମାଣିକରେ ତିଆରି କରିଥିଲେ ଏବଂ ସେହି ଦିୱାନେ ଖାସକୁ ମର୍ତ୍ତ୍ୟଭୂମିର ସ୍ୱର୍ଗ ବୋଲିକି କୁହାଯାଉଥିଲା ଏବଂ ସେହି ଦିୱାନେ ଖାସରେ ଥିଲା ମୟୂର ସିଂହାସନ। ଏହି ମୟୂର ସିଂହାସନ ମଧ୍ୟ ହୀରା ମୋତି ମଣିମାଣିକ୍ୟରେ ତିଆରି କରାଯାଇଥିଲା। ଏ ଯେଉଁ ମୟୂର ସିଂହାସନ ଅଛି ମୟୂର ସିଂହାସନର ଲମ୍ବ ଥିଲା 11 ଫୁଟ, ତାହା ଓସାରିଆ ଥିଲା 7 ଫୁଟ ଏବଂ ତାର ଉଚ୍ଚତା ଥିଲା 15 ଫୁଟ। ଏଠି ଦେଖ ପିଲାମାନେ ଯେଉଁ 2 ନମ୍ବର ଫଟୋଚିତ୍ର ଅଛି ତାହା ମୟୂର ସିଂହାସନକୁ ଦର୍ଶାଉଛି। ଏହି ମୟୂର ସିଂହାସନର ଲମ୍ବ ଥିଲା 11 ଫୁଟ, ଓସାର ଥିଲା 7 ଫୁଟ ଏବଂ ଉଚ୍ଚତା ଥିଲା 15 ଫୁଟ ଏବଂ ଏହି ମୟୂର ସିଂହାସନକୁ ତିଆରି କରିଥିଲେ କିଏ? ଶାହାଜାହାନ ହିଁ ତିଆରି କରିଥିଲେ ଏବଂ ଏହି ମୟୂର ସିଂହାସନ କେଉଁଠି ଥିଲା? ଦିୱାନେ ଖାସ ସୌଧ ଯେଉଁ ତିଆରି କରାଯାଇଥିଲା ଲାଲକିଲ୍ଲା ମଧ୍ୟରେ ସେଇଠି ହିଁ ଥିଲା ଏବଂ ସିଂହାସନ ଉପରେ ସ୍ୱର୍ଣ୍ଣ ଖଚିତ ଛତ୍ର ଥିଲା। ସ୍ୱର୍ଣ୍ଣରେ ତିଆରି ହୋଇଥିବା ଛତ୍ର ଲାଗିଛି। ଏଠି ଦେଖିପାରୁଥିବେ ପିଲାମାନେ ଫଟୋଟିକୁ ଦେଖ, ଏଠି ଦେଖ ସ୍ୱର୍ଣ୍ଣରେ ତିଆରି ହୋଇଥିବା ଛତ୍ରଟି ଲାଗିଛି। ନାଦିର ଶାହା ଆକ୍ରମଣ କରି ଏହି ମୟୂର ସିଂହାସନକୁ 1739 ମସିହାରେ ତାକୁ ନେଇଯାଇଥିଲେ। ଆହୁରି ବି ଶାହାଜାହାନ ଜୁମା ମସଜିଦ ମଧ୍ୟ ନିର୍ମାଣ କରିଥିଲେ ଦିଲ୍ଲୀଠାରେ ଏବଂ ସେହି ଜୁମା ମସଜିଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା 1650 ମସିହାରେ ଏବଂ ତାର ନିର୍ମାଣ କାର୍ଯ୍ୟ ପରିସମାପ୍ତ ହୋଇଥିଲା 1656 ମସିହାରେ। ଜୁମା ମସଜିଦର ତିଆରି ପାଇଁ ସର୍ବମୋଟ 6 ବର୍ଷ ସମୟ ଲାଗିଥିଲା। ଏଠି ଯେଉଁ ସବୁଠୁ ତଳେ ଫଟୋଚିତ୍ର ଅଛି ପିଲାମାନେ ଦେଖ, ଏଇଟା ହେଉଛି ଜୁମା ମସଜିଦ ବା ଜାମା ମସଜିଦର ଫଟୋଚିତ୍ର ଏବଂ ସବୁଠୁ ଉପରେ ଯେଉଁ ଫଟୋଚିତ୍ରଟି ଅଛି ଏ ଫଟୋଚିତ୍ରଟି ହେଉଛି ଦିୱାନେ ଖାସର ଫଟୋଚିତ୍ର, ଯାହାକି ଲାଲକିଲ୍ଲା ମଧ୍ୟରେ ତିଆରି କରାଯାଇଛି ଏବଂ ଏହି ଦିୱାନେ ଖାସକୁ ମର୍ତ୍ତ୍ୟଭୂମିର ସ୍ୱର୍ଗ ବୋଲିକି କୁହାଯାଇଥାଏ। ତାଙ୍କର ଶାସନ ସମୟ ମଧ୍ୟରେ ଆହୁରି ଅନେକ ଗୁଡ଼ିଏ ସ୍ଥାପତ୍ୟ ନିର୍ମାଣ କରିଯାଇଛନ୍ତି, ଯେମିତିକି ସେ ଆହୁରି ତିଆରି କରିଥିଲେ ମୋତି ମସଜିଦ ଆଗ୍ରାଠାରେ। ସେ ମୋତି ମସଜିଦ କାହିଁକି ତିଆରି କରିଥିଲେ? ତାଙ୍କର ଝିଅ ଜାହାନାରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ତିଆରି କରିଥିଲେ ମୋତି ମସଜିଦ। ଏଠି ଫଟୋଚିତ୍ର ଯେଉଁ ଅଛି ଦେଖିପାରୁଥିବ ପିଲାମାନେ, ଫଟୋଚିତ୍ରଟି ହେଉଛି ମୋତି ମସଜିଦର ଫଟୋଚିତ୍ର ଏବଂ ଏହି ମୋତି ମସଜିଦକୁ ତିଆରି କରିଥିଲେ ଶାହାଜାହାନ ଆଗ୍ରାଠାରେ ତାଙ୍କର ଝିଅ ଜାହାନାରାଙ୍କ ସ୍ମୃତି ଉଦ୍ଦେଶ୍ୟରେ। ଆହୁରି ଶାହାଜାହାନ ତିଆରି କରିଥିଲେ ଶୀଷମହଲ ଆଗ୍ରାଠାରେ, ମୁସଲମାନ ବୁର୍ଜ ତିଆରି କରିଥିଲେ ଆଗ୍ରାଠାରେ, ୱାଜିର ଖାଁ ମସଜିଦ ତିଆରି କରିଥିଲେ ଲାହୋରଠାରେ, ଅଲିମର୍ଦ୍ଦନ ଖାଁ ସମାଧି ତିଆରି କରିଥିଲେ ଲାହୋରଠାରେ, ଗୁଫର ନିଶାଙ୍କ କବର ତିଆରି କରିଥିଲେ ଲାହୋରଠାରେ, ନୁରଜାହାନଙ୍କ ସମାଧି ତିଆରି କରିଥିଲେ ଲାହୋରଠାରେ। ଶାହାଜାହାନ ତାଙ୍କର ଶାସନ ସମୟରେ ସେ ଅନେକ ଗୁଡ଼ିଏ ସୌଧ ନିର୍ମାଣ କରିଥିଲେ ଏବଂ ସେହି ସୌଧ ଗୁଡ଼ିକ ଅତି ସୂକ୍ଷ୍ମ କାରୁକାର୍ଯ୍ୟରେ ମଧ୍ୟ ପରିପୂର୍ଣ୍ଣ ଥିଲା। ତେଣୁକରି ପିଲାମାନେ ମୋଗଲ ଇତିହାସରେ ଶାହାଜାହାନଙ୍କ ଶାସନ ସମୟକୁ ସୁବର୍ଣ୍ଣ ଯୁଗ ବୋଲିକି କୁହାଯାଇଥାଏ। ଔରଙ୍ଗଜେବଙ୍କ ଶାସନ ସମୟର ସ୍ଥାପତ୍ୟ। ଔରଙ୍ଗଜେବ ଶାସନ କରିଥିଲେ 1658ରୁ 1707 ମସିହା ପର୍ଯ୍ୟନ୍ତ। ସେ ଜଣେ ସୁନ୍ନି ମୁସଲମାନ ଥିଲେ। ଔରଙ୍ଗଜେବ ସ୍ଥାପତ୍ୟକୁ ଗୁରୁତ୍ୱ ଦେଉନଥିଲେ। ଔରଙ୍ଗଜେବ ଅନେକ ଗୁଡ଼ିଏ ସ୍ଥାପତ୍ୟ ତିଆରି କରିଛନ୍ତି, ଯେମିତିକି ସେ ମୋତି ମସଜିଦ ତିଆରି କରିଛନ୍ତି ଦିଲ୍ଲୀର ଲାଲକିଲ୍ଲା ମଧ୍ୟରେ। ସେ ଆହୁରି ତିଆରି କରିଛନ୍ତି ବାଦଶାହୀ ମସଜିଦ ଲାହୋରଠାରେ। ରବିଆ ଉଦ୍ ଦୁରାନୀଙ୍କ ସମାଧି ବା ତାକୁ ଆହୁରି କୁହାଯାଏ ବିବି କା ମକବରା। ରବିଆ ଉଦ୍ ଦୁରାନୀ ଥିଲେ ଔରଙ୍ଗଜେବଙ୍କର ପତ୍ନୀ, ତାଙ୍କର ସମାଧି ସେ ତିଆରି କରିଛନ୍ତି ଔରଙ୍ଗାବାଦଠାରେ। ଔରଙ୍ଗାବାଦ ବର୍ତ୍ତମାନର ମହାରାଷ୍ଟ୍ରରେ ଅବସ୍ଥିତ ପିଲାମାନେ। ସେ ନିଜ ସମାଧି ତିଆରି କରିଥିଲେ ଜୀବିତ ଅବସ୍ଥାରେ ଔରଙ୍ଗାବାଦଠାରେ। ଆହୁରି ସେ ତିଆରି କରିଥିଲେ ଗୋଲ ଗମ୍ବୁଜ, ଯାହାକି ବିଜାପୁରଠାରେ ଅବସ୍ଥିତ ଏବଂ ଔରଙ୍ଗଜେବ ଯେଉଁ ଗୋଲ ଗମ୍ବୁଜ ତିଆରି କଲେ ବିଜାପୁରଠାରେ, ସେ ମହମ୍ମଦ ଅଦିଲ ଶାହ ଦ୍ୱିତୀୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଲ ଗମ୍ବୁଜକୁ ତିଆରି କରିଥିଲେ। ଔରଙ୍ଗଜେବ ଆହୁରି ଅନେକ ଗୁଡ଼ିଏ
ମସଜିଦ୍ ନିର୍ମାଣ କରିଛନ୍ତି ଲାହୋରଠାରେ, ବନାରସଠାରେ ଏବଂ ମଥୁରାଠାରେ। ମୋଗଲମାନଙ୍କର ଶେଷ ସ୍ଥାପତ୍ୟ ଥିଲା ସଫଦରଜଂଗଙ୍କ ସମାଧି। ଏହି ସଫଦରଜଂଗଙ୍କ ସମାଧି ସୁଜା-ଉଦ୍-ଦୌଲା 1754 ମସିହାରେ ଦିଲ୍ଲୀଠାରେ ହିଁ ତିଆରି କରିଥିଲେ। ମୋଗଲମାନଙ୍କର ଶେଷ ସ୍ଥାପତ୍ୟ ଥିଲା ସଫଦରଜଂଗଙ୍କ ସମାଧି, ଯାହାକୁ ସୁଜା-ଉଦ୍-ଦୌଲା ତିଆରି କରିଥିଲେ 1754 ମସିହାରେ। ଏହାର ତୋରଣ, ରାସ୍ତା ଓ ଉଦ୍ୟାନ ବହୁତ ସୁନ୍ଦର ହୋଇଥାଏ, ଯାହାକି ଲୋକମାନଙ୍କୁ ମନମୁଗ୍ଧ କରିଥାଏ। ଏଠି ଯେଉଁ ପ୍ରଥମ ଫଟୋଚିତ୍ରଟି ଅଛି ପିଲାମାନେ, ଏହି ପ୍ରଥମ ଫଟୋଚିତ୍ରଟି ହେଉଛି ଔରଙ୍ଗଜେବଙ୍କ ନିଜ ସମାଧିର ଫଟୋଚିତ୍ର। ଆଉ ଏହି ସମାଧିକୁ ସେ ଔରଙ୍ଗାବାଦଠାରେ ତିଆରି କରିଥିଲେ ଏବଂ ସେହି ସମୟରେ ସେ ଜୀବିତ ଅବସ୍ଥାରେ ତିଆରି କରିଥିଲେ। ଯାହା ବି ମୋଗଲ ଶାସକ ଅଛନ୍ତି ସେମାନଙ୍କ ମଧ୍ୟରେ ଔରଙ୍ଗଜେବ ହେଉଛନ୍ତି ଜଣେ ଏମିତିକା ଶାସକ ଯିଏକି ଜୀବିତ ଅବସ୍ଥାରେ ନିଜର ସମାଧି ତିଆରି କରିଥିଲେ। ଦ୍ୱିତୀୟ ଫଟୋଚିତ୍ରଟି ହେଉଛି ପିଲାମାନେ ମୋତି ମସଜିଦ୍, ଯାହାକି ଲାଲକିଲ୍ଲା, ଦିଲ୍ଲୀର ଲାଲକିଲ୍ଲା ମଧ୍ୟରେ ତିଆରି କରିଥିଲେ ଔରଙ୍ଗଜେବ। ଏହି ତୃତୀୟ ଫଟୋଚିତ୍ରଟି ହେଉଛି ବିବି କା ମକବରା ବା ରବିଆ ଉଦ୍-ଦୌରାନୀଙ୍କ ସମାଧି, ଯାହାକି ଦ୍ୱିତୀୟ ତାଜମହଲ ବୋଲିକି କୁହାଯାଇଥାଏ। ତୃତୀୟ ଫଟୋଚିତ୍ରଟି ହେଉଛି ପିଲାମାନେ ଗୋଲ ଗମ୍ବୁଜର ଫଟୋଚିତ୍ର, ଯାହାକୁ କି ବିଜାପୁରଠାରେ ନିର୍ମାଣ କରିଥିଲେ ଔରଙ୍ଗଜେବ ଦ୍ୱିତୀୟ ଅଦିଲ ଶାହଙ୍କ ସ୍ମୃତି ଉଦ୍ଦେଶ୍ୟରେ। ଏବଂ ସବୁଠୁ ତଳେ ଯେଉଁ ଫଟୋଚିତ୍ରଟି ଅଛି ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ସଫଦରଜଂଗଙ୍କ ସମାଧି। ଆଉ ଏହା ହେଉଛି ମୋଗଲ ସ୍ଥାପତ୍ୟ କଳାର ଶେଷ ସ୍ଥାପତ୍ୟ ଏବଂ ଏହାକୁ ତିଆରି କରିଥିଲେ ସୁଜା-ଉଦ୍-ଦୌଲା 1754 ମସିହାରେ। ପରୀକ୍ଷା ଦୃଷ୍ଟିରୁ ପିଲାମାନେ ମୋଗଲମାନଙ୍କର ସ୍ଥାପତ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଠୁ 1 ମାର୍କର ଅନେକ ଗୁଡ଼ିଏ ପ୍ରଶ୍ନ ଅଛି ଯେଉଁଟାକି ଆସିବାର ସମ୍ଭାବନା ଅଛି। ତା ସହିତ 2 ମାର୍କର ବି ପ୍ରଶ୍ନ ଆସିବ, 3 ମାର୍କର ବି ପ୍ରଶ୍ନ ଆସିବ ଏବଂ 8 ମାର୍କର ବି ପ୍ରଶ୍ନ ଆସିପାରେ ତୁମର ବାର୍ଷିକ ପରୀକ୍ଷାରେ। ତ ପରୀକ୍ଷା ଦୃଷ୍ଟିରୁ ମୋଗଲମାନଙ୍କର ସ୍ଥାପତ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାବୁଛି ପିଲାମାନେ ମୁଁ ତୁମମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବି। ଆଜି ପାଇଁ ଏତିକି ଥାଉ। ପୁଣି ଆଉ ଗୋଟେ ନୂତନ ଭିଡ଼ିଓ ନେଇକି ମୁଁ ତୁମମାନଙ୍କ ସମ୍ମୁଖରେ ଉପସ୍ଥିତ ହେବି। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ।